ଏବଂ ରାବଣକୁ ରାମ ଯେତେବେଳେ ନିହତ କଲେ ସେତେବେଳେ ଗୋଟେ ଗୋଟେ ମୁଣ୍ଡ ରାମ କାଟୁଥାନ୍ତି, ପୁଣି ଆଉ ଗୋଟେ ଗୋଟେ ମୁଣ୍ଡ ସେ ଜାଗାରେ ପଡ଼ି ଯାଉଥାଏ। ବିଭୀଷଣ ରାମକୁ କହିଲା, ପ୍ରଭୁ ସେମିତି କଲେ ରାବଣ କେବେ ମରିବନି। ତାର ନାଭି ମଣ୍ଡଳରେ ଗୋଟେ ରହିଛି ଅମୃତ ଭାଣ୍ଡ। ତେଣୁ ଆପଣ ଯଦି ନାଭି ମଣ୍ଡଳକୁ ବ୍ରହ୍ମାସ୍ତ୍ର ମାରି ସେ ଅମୃତ ଭାଣ୍ଡକୁ ଭାଙ୍ଗିଦେବେ, ନହେଲେ ଶୋଷଣ କରିନେବେ, ତାହେଲେ ରାବଣ ସମାପ୍ତ ହେବ। ତେଣୁ ରାମ ଯେତେବେଳେ କ'ଣ କଲେ ନା ରାବଣକୁ ବ୍ରହ୍ମବାଣ ମାଧ୍ୟମରେ ନିହତ କଲେ ଏବଂ ତା ନାଭିମଣ୍ଡଳକୁ ଲକ୍ଷ୍ୟ କରି ବ୍ରହ୍ମବାଣ ନିକ୍ଷେପ କଲେ। ତେଣୁ ରାମ ଯେତକ କାର୍ଯ୍ୟ କରିଛନ୍ତି ସବୁଥିରେ ବିଭୀଷଣର ପରାମର୍ଶ ରହିଛି।